ବେହେରା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କୋରାପୁଟ। ଆପଣଙ୍କର ଏଇ ଯୋଉ ଆପଣଙ୍କର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ର ମେଳା ଆମର 16ରୁ 18 ଚାଲିଛି। ଆଜି ତାର ଦ୍ୱିତୀୟ ଦିବସ, କାଲିକି ଆପଣ 8 ତାରିଖ ଉଦ୍ଯାପନ ଦିବସ ହବ। ଏଇ ଯୋଉ ମେଳାଟା ଆପଣଙ୍କର ହବାର ଉଦ୍ଦେଶ୍ୟ ହଉଛି କଣ କି, ଯେହେତୁ ଲୋକମାନେ ପାରମ୍ପରିକ ଚାଷ କରୁଥିଲେ, ସମୟ ସାପେକ୍ଷ ହେଉଥିଲା, ଉତ୍ପାଦନ ବି କମ ହେଉଥିଲା, କିନ୍ତୁ ବର୍ତ୍ତମାନ କୃଷି ଯନ୍ତ୍ରପାତି ବ୍ୟବହାର କରିବା ଦ୍ୱାରା ସମୟ କମ ଲାଗୁଛି, ଉତ୍ପାଦନ ମଧ୍ୟ ବୃଦ୍ଧି ହେଉଛି। ଆଉ ଲୋକମାନଙ୍କୁ ପ୍ରାୟ ଆମର SC/ST ଯୋଉମାନଙ୍କୁ ଅଛି 50% ସବସିଡି ଅଛି, ଜେନେରାଲ ମାନଙ୍କୁ ବା OBC ମାନଙ୍କୁ ବା ଜେନେରାଲ ମାନଙ୍କୁ 50% ସବସିଡି ଅଛି। ଆଉ କରିବାର ଉଦ୍ଦେଶ୍ୟ ହଉଛି କଣ କି, ଯେହେତୁ ଆଜିକାଲି ଆପଣଙ୍କର କୃଷି କ୍ଷେତ୍ରରେ ଯୋଉ କାମ କରିବା ବା ଚାଷବାସ କରିବା ଲୋକ ମିଳୁନାହାନ୍ତି, ଯଦ୍ୱାରା କି କିଛି ଜମି ପଡ଼ିଆ ରହୁଛି। କିନ୍ତୁ ସେଥିପାଇଁ ଆମର ବିକଳ୍ପ ହଉଛି, ଯଦି ଆମେ ଉନ୍ନତ ପ୍ରଣାଳୀ କୃଷି ଯନ୍ତ୍ର ବ୍ୟବହାର କରିବା। ଏବେ ଦେଖନ୍ତୁ ଆପଣ ଧାନ ବିଲ ଚାଷ କରିବା ଠାରୁ ମଧ୍ୟ ଟ୍ରାକ୍ଟର କରିବା ଠାରୁ, ତାପରେ ଆପଣଙ୍କର ତଳି ପକେଇବା, ଧାନ କାଟିବା ବା ଧାନ ଅମଳ କରିବା ପର୍ଯ୍ୟନ୍ତ ସବୁ ପ୍ରକାର କୃଷି ଯନ୍ତ୍ର ଉପଲବ୍ଧ ହଉଛି। କିନ୍ତୁ ଗତ ବର୍ଷ ତୁଳନାରେ ଏ ବର୍ଷ ଟିକେ ଅଧିକ ଆପଣଙ୍କ କରାହେଇଛି, ଷ୍ଟଲ୍ କରାହେଇଛି। ତାପରେ ଆମେ ବି ଖାଲି ଷ୍ଟକ୍ କଲେ ହବନି, ପ୍ରତିଦିନ ଆମେ ପାଖାପାଖି 100 ଜଣ, 2ଟା ବ୍ଲକର ଚାଷୀ 50 ଜଣ ଲେଖା ଆଣିକି 100 ଜଣ ଚାଷୀ ଆଣିକୁ ତାଙ୍କୁ ଆଣିକି ଆମର ସରକାରୀ ସୁବିଧାରେ ଆଣିକି ତାଙ୍କୁ ବିଭିନ୍ନ ଷ୍ଟଲ୍ ବୁଲଉଛୁ। ଉଇଥି ତାଙ୍କୁ ସେମିନାର କରାହେଉଛି, ଶିକ୍ଷା ବି ଦିଆହେଉଛି, ଯୋଉଦ୍ୱାରା ସେମାନେ ଦେଖିଲେ ଆପଣଙ୍କର ବିଭିନ୍ନ କୃଷି ସେମାନେ ଦେଖିଲେ, ଶିଖିଲେ, ଆବଶ୍ୟକ କଣ କେମିତି ଆମେ ପାଇପାରିବୁ ଜିନିଷ, ତାର ମଧ୍ୟ ଆମର ଅଛନ୍ତି ଏକ୍ସପର୍ଟ ଅଛନ୍ତି। ସେମାନେ ବି କହୁଛନ୍ତି କେମିତି ଜଣେ ଚାଷୀରେ ସୁବିଧାରେ ପାଇପାରିବ, ତା ବିଷୟରେ ମଧ୍ୟ ତାଙ୍କୁ ବୁଝେଇ ଦିଆଯାଉଛି। ଗତ ବର୍ଷ କଥା ମୋ ପାଖରେ କିଛି ନାହିଁ ଶୁଣନ୍ତୁ, କିନ୍ତୁ ଏବେ ପ୍ରଥମ ଦିନରେ ଆମେ 3 ଜଣ ନା 4 ଜଣ ଚାଷୀକୁ ଅଲରେଡି ସବସିଡି ଜିନିଷ ଆମେ ଦେଇ ସାରିଛୁ। ସେଇଦିନ ସେମାନେ ଲୋନ୍ କରିଦେଉ, ସେଇଦିନ ଷ୍ଟେଜ ଉପରେ ତାଙ୍କୁ ଆମେ ଦେଇ ସାରିଛୁ। ଟାର୍ଗେଟ ତ ମୋ ପାଖରେ ସେଇଟା ଆପଣ ଯୋଉ ଇଞ୍ଜିନିୟର ବାଲା ତାଙ୍କ ପାଖରେ ଟାର୍ଗେଟଟା ଆସିଛି, କିନ୍ତୁ ଚାଷୀ କୌଣସି ହେଲେ ଆପଣଙ୍କର ହାରାସ ହବନି, ନିହାତି ପାଇବ, ବୁଝିପାରିଲେ ତ। କିନ୍ତୁ ସିଷ୍ଟମ ଅନୁସାରେ କରିବାକୁ ପଡ଼ିବ, କୃଷି ଓଡ଼ିଶା କରିବାକୁ ପଡ଼ିବ, ଗୋ ସୁଗମ କରିବାକୁ ପଡ଼ିବ, ସେ ଅନୁସାରେ ମାନେ ତାର ହବ। କିନ୍ତୁ ସେଥିପାଇଁ ଆପଣଙ୍କର ଅଫିସର ସ୍ତରରେ ମଧ୍ୟ କୌଣସି ଜାଗାରେ ମଧ୍ୟ ସିଏ ତାକୁ କୌଣସି ହାରାସ ବା କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି।